ନିଶା କାରବାରକୁ ବିରୋଧ କରିବାରୁ ସଂଘବଦ୍ଧ ଆକ୍ରମଣରେ ରାଉରକେଲାରେ ଜଣେ ଯୁବକଙ୍କର ମୃତ୍ୟୁ ଏବଂ ଆଉ ଜଣେ ଗୁରୁତର ହେବା ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମଙ୍ଗଳବାର ଅପରାହ୍ନରେ ଏହି ଘଟଣା ଘଟିଛି 7 ନମ୍ବର ସେକ୍ଟର ଥାନା ଅନ୍ତର୍ଗତ ଗୋଲଘର ନିକଟ ଏକ ବସ୍ତିରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଯୁବକ ଖଣ୍ଡା ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ତୋଫାନ ବିନ୍ଧାଣୀ ଏବଂ ଅନ୍ୟ ଜଣେ ଯୁବକକୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଗୁରୁତର ଯୁବକଙ୍କୁ ଆଇଜିଏଚ୍ ନିଆଯାଇଥିବା ବେଳେ ତୋଫାନ ବିନ୍ଧାଣୀଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା। ଆକ୍ରମଣର ଶିକାର ଅନ୍ୟ ଜଣେ ଯୁବକ ଶୁଭେନ୍ଦୁ ସେଠୀ ଗୁରୁତର ଅବସ୍ଥାରେ ଆଇଜିଏଚ୍ରେ ଚିକିତ୍ସିତ ଅଛନ୍ତି। ପୋଲିସ ତଦନ୍ତ ଜାରି ରହିଛି। ସୂଚନା ଅନୁଯାୟୀ କିଛି ଯୁବକ ବସ୍ତିରେ ନିଶାଦ୍ରବ୍ୟ କାରବାରରେ ଲିପ୍ତ ଥିବା ଅଭିଯୋଗ ହୋଇଥିଲା। ଏହାକୁ ତୋଫାନ ଏବଂ ଶୁଭେନ୍ଦୁଙ୍କ ସମେତ କିଛି ବସ୍ତି ଲୋକ ବିରୋଧ କରୁଥିଲେ। ନିଶା କାରବାରକୁ ବିରୋଧ କରୁଥିବାରୁ ଆଜି ସେମାନେ ଆକ୍ରମଣରେ ଶିକାର ହୋଇଥିବା କୁହାଯାଉଛି।